जय जगन्नाथ। तो सकाळୁ उठिକି ମୁଁ ମୋର କିଛି କାମରେ ପଳେଇଥିଲି। ତାପରେ ଆସିଲା ପରେ ଏଠି ଟିକେ ବ୍ୟାଙ୍କକୁ ପଳେଇଥିଲି, ବାବାଙ୍କର କିଛି କାମ ଥିଲା। ତ ବ୍ୟାଙ୍କରେ ଯାଇକି ତ ମୁଁ ବସିଛି ଯେଉଁ କାମ ପାଇଁ ଯାଇଥିଲି ଆକ୍ଚୁଆଲି ସେଥିରେ ଆମର ହିଁ କିଛି ଭୁଲ ନଥିଲା, ବ୍ୟାଙ୍କ ବାଲାଙ୍କର ଭୁଲ ଥିଲା। ତ ତା ପାଇଁ ଆମେ ବି ସଫର ହେଉଥିଲୁ। ତ ଏତେ ଡକୁମେଣ୍ଟ ସବୁ ସବମିଟ୍ କଲା ପରେ ବି ତଥାପି ସେମାନେ ସବୁ ଭୁଲ ଭାଲ କରିଥିଲେ। ତ ବାବା ଡୋର୍ ବାହାରକୁ ଅନଉଛନ୍ତି କି ମାନେ ଦିନରୁ ଆସି ସନ୍ଧ୍ୟା ହେଇଗଲାଣି। ତ ଆମେ ଏଠି ବସିଛୁ ସେମିତି, ଆଉ 1 ଘଣ୍ଟା ପରେ ବି ଏମିତି ବି ହେଇଗଲାଣି ମୁଁ ବସିଛି। ମାନେ ମୋତେ ଏତେ ବିରକ୍ତ ଲାଗୁଥିଲା ତାଙ୍କ ଉପରେ କହିବାର ନଥିଲା। ତ ଏମିତି ତାପରେ ସବୁ କାମ ସରିଲା ପରେ ଫେରିଲା ବେଳକୁ ଦେଖିଲା ବେଳକୁ ଗେଟ୍ ତାଲା ପକାଇ ଦେଇଛନ୍ତି, କାହିଁକିନା ତାଙ୍କର ବ୍ୟାଙ୍କ ଟାଇମ୍ରୁ ଓଭର ହେଇଯାଇଥିଲା। ତ ସେଇଠୁ ମୁଁ ପୁଣି ଡାକିଲି ତାଙ୍କୁ ତାଲା ଖୋଲିବା ପାଇଁ, ନହେଲେ ଆସିବେ କେମିତି। ତ ସେଠୁ ଆସିକି ମୁଁ ଟିକେ ଚା ନିମିକି ଆଉ ଆଳୁଚପ କରି ଖାଇ ଦେଇଥିଲି। ତ ଖାଇସାରିଲା ପରେ ଏଇଠି ଆସିକି ମୁଁ ରାତି ପାଇଁ ଅଟା ଚକଟି ଦେଇଥିଲି ପରଟା କରିବା ପାଇଁ। ତ ପରଟା ଚକଟିଲା ପରେ ଆଳୁ ବି ଟିକେ ଗରମ ଗରମ ଭାଜିକି ମାନେ ରଖିଦେଇଥିଲି ଖାଇବା ପାଇଁ। ତା ଭିତରେ ମୋର ଇଚ୍ଛା ହେଲା ଟିକେ କଫି କରିକି ପିଇବା ପାଇଁ। ତ ମୁଁ ଏଠି ବି କଫି ବି ଟିକେ ବନେଇ ଦେଇଥିଲି, ଆଳୁ ଅଧା କାଟି ସାରିଲା ପରେ କଫି ଟିକେ ବନେଇ ଦେଇଥିଲି। ତ କଫି ବନେଇଲା ଭିତରେ ମୋର ଏଇ 2ଟା ଗ୍ଲାସ୍ ହେଉଛି ବହୁତ ଇମୋସନ୍ ଆ ସହିତ ମୋର ଅଛି। ତ ମୁଁ ସବୁବେଳେ ଯେତେବେଳେ ଆମେ ଥିଲୁ ବରମୁଣ୍ଡାରେ ଥିଲୁ ସେତେବେଳେ ମାନେ ଗୁଡ଼ିଆ ଘର ଜଣେ ଓଷା ମା ଥିଲେ, ସେ ଏମିତି ଗ୍ଲାସ୍ଟେ ଚା ଦେଉଥିଲେ। ତ ମୁଁ ସେବେଠୁ ଦେଖିକି ଏଇ ଗ୍ଲାସ୍ 2ଟି ମୁଁ ସବୁବେଳେ ରଖେ। ଆମ ଘରର ସବୁ ଜିନିଷ ପଛ ଫୋପାଡ଼ି ଦେବି, ଏଇ 2ଟା ଗ୍ଲାସ୍ ମୁଁ କେବେ ଫୋପାଡ଼ିନି। ତ ଏଇଥିରେ ପିଇଲେ ମୋତେ ଦୋକାନରେ ଚା ପିଲା ଭଳିଆ ଲାଗେ। ତ ଚା କଫି ପିଇ ସାରିଲା ପରେ ମୁଁ ଏଠି ଆଳୁ ବି କାଟି ଦେଇଥିଲି, ଭାଜି ଦେଇଥିଲି, ପରଟା ଭଜା ଖାଇ ଦେଇକି ଶୋଇ ପଡ଼ୁଥିଲି। ତ ରହୁଛି, ଜୟ ଜଗନ୍ନାଥ।